ఆకాశవాణి ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା 2026ର ଉଦ୍ଯାପନୀ ସମାରୋହରେ ଯୁବ ନେତୃତ୍ୱଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ। ଭାରତ ଓ ଜର୍ମାନୀ ବିଶ୍ୱରେ ଶାନ୍ତି ଓ ସ୍ଥିରତା ସ୍ଥାପନ କରିବା ଦିଗରେ ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଉଭୟ ଦେଶ ମଧ୍ୟରେ ଆଜି ସ୍ୱାକ୍ଷରିତ ହେଲା 19ଟି ବୁଝାମଣାପତ୍ର। ଆଗାମୀ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଫେବୃଆରୀ 1 ତାରିଖ ରବିବାର ଦିନ ଲୋକସଭାରେ କରାଯିବ ଉପସ୍ଥାପନ। ଏବଂ ଦେଶରେ ଚଳିତ ମାସ 9 ତାରିଖ ସୁଦ୍ଧା 644 ଲକ୍ଷ ହେକ୍ଟରରୁ ଅଧିକ ଜମିରେ କରାଯାଇଛି ରବି ଚାଷ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଚାଲିଥିବା ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା 2026ର ଉଦ୍ଯାପନୀ ସମାରୋହରେ ଆଜି ସନ୍ଧ୍ୟାରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଯୁବ ନେତୃତ୍ୱଙ୍କର ଚିନ୍ତାଧାରା ଏବଂ ନବସୃଜନତା ସମ୍ପର୍କରେ ଅବଗତ ହେବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ମତ ବିନିମୟ କରିଛନ୍ତି। ଏହାଛଡ଼ା ଶ୍ରୀ ମୋଦି ସେଠାରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି। ଗତ 9 ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଦେଶର ଯୁବବର୍ଗ ଏବଂ ଜାତୀୟ ନେତୃତ୍ୱଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଭାବ ଆଦାନ ପ୍ରଦାନ କରିବାର ଏକ ମଞ୍ଚ ଭାବେ ଉଭା ହୋଇଛି। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ 1 ଲକ୍ଷ ଯୁବବର୍ଗଙ୍କୁ ରାଜନୀତି ସମ୍ପର୍କରେ ଅବଗତ କରାଇବା ଦିଗରେ ଏକ ଜାତୀୟ ମଞ୍ଚ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଦେଇଥିବା ବାର୍ତ୍ତାର ଅଂଶସ୍ୱରୂପ ଏହି କଥାବାର୍ତ୍ତା ଆୟୋଜନ କରାଯାଇଛି। ଭାରତ ଓ ଜର୍ମାନ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଆଜି ଗୁଜରାଟର ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜର୍ମାନ ଚାନ୍ସେଲର ଫେଡରିଚ୍ ମର୍ଜଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଦ୍ୱିପକ୍ଷୀୟ ବୈଠକରୁ ଏହି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଜର୍ମାନ କେବଳ ଅର୍ଥନୈତିକ ଭାଗିଦାରୀ ନୁହନ୍ତି, ବରଂ ବିଶ୍ୱରେ ଶାନ୍ତି ଓ ସ୍ଥିରତା ସ୍ଥାପନ କରିବା ଦିଗରେ ପ୍ରତିବଦ୍ଧ। ଦୁଇ ଦେଶର ସମ୍ପର୍କର ଦୃଢ଼ତା ଉପରେ ଆଲୋକପାତ କରି ସେ କହିଛନ୍ତି, ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $50 ବିଲିୟନ ଅତିକ୍ରମ କରିସାରିଛି। ଭାରତ ଜର୍ମାନ ଭାଗିଦାରୀ ଆଗାମୀ ଦିନରେ ସବୁଜ ଶକ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଭଳି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ବିଶ୍ୱସ୍ତରରେ ସନ୍ତାସବାଦ ମାନବବାଦ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି। ସନ୍ତାସବାଦକୁ ପ୍ରତିହତ କରିବା ଦିଗରେ ଭାରତ ଓ ଜର୍ମାନୀ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। हम एकमत है कि आतंकवाद पूरी मानवता के लिए एक गंभीर खतरा है। भारत और जर्मनी इसके विरुद्ध एकजुट होकर पूरी दृढ़ता से लड़ाई जारी रखेंगे। भारत और जर्मनी सहमत है कि ग्लोबल चैलेंजेस से निपटने के लिए ग्लोबल इंस्टीट्यूशंस में सुधार अत्यंत महत्वपूर्ण है। यूएन सिक्योरिटी काउंसिल में सुधार के लिए G4 के माध्यम से हमारा संयुक्त प्रयास इसी सोच का प्रमाण है। ଚାନ୍ସେଲର ମର୍ଜ ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଯୁଗ୍ମ ସାମରିକ ଅଭ୍ୟାସକୁ ବୃଦ୍ଧି କରିବା ସହିତ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏତଦ୍ବ୍ୟତୀତ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମାକୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ନେତା ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଆଲୋଚନା ସମୟରେ ଦକ୍ଷତା ବିକାଶ, ନବସୃଜନତା, କୃତ୍ରିମ ବୁଦ୍ଧିମତ୍ତା ଓ ସବୁଜ ଆମୋନିଆ ଉତ୍ପାଦନ ଆଦି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, भारत ग्रीन हाइड्रोजन, सोलर, विंड और बायोफ्यूल में वर्ल्ड लीडर बनने की दिशा में आगे बढ़ रहा है। इसमें जर्मन कंपनीज के लिए सोलर सेल्स, इलेक्ट्रोलाइजर्स, बैटरीज और विंड टर्बाइन जैसे क्षेत्रों में मैन्युफैक्चरिंग की बहुत अपॉर्चुनिटीज हैं। हम मिलकर ई मोबिलिटी से लेकर फूड और हेल्थ सिक्योरिटी तक दुनिया के लिए सॉल्यूशन विकसित कर सकते हैं। ଭାରତ ଜର୍ମାନୀ ମଧ୍ୟରେ ଆଜି 19ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମିଶ୍ରି କହିଛନ୍ତି, ଏହି ଚୁକ୍ତିନାମାଗୁଡ଼ିକ ସମେତ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ନିବେଶ ପ୍ରକ୍ରିୟାକୁ ଅଧିକ ସଶକ୍ତ କରିବା ଲାଗି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋରମ୍ ପ୍ରତିଷ୍ଠା କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଭାରତ ଜର୍ମାନୀ ମଧ୍ୟରେ ଅକ୍ଷୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଏବଂ ଜଳବାୟୁ ପ୍ରତିରୋଧ ସହରାଞ୍ଚଳ ଭିତ୍ତିଭୂମିକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟ
ଉଦ୍ଦେଶ୍ୟରେ ଏକ ସବୁଜ ଓ ନିରନ୍ତର ବିକଶିତ ଭାଗିଦାରୀ ଲାଗି ଜର୍ମାନୀ 1.24 ବିଲିୟନ ୟୁରୋ ଯୋଗାଇଦେବ ବୋଲି ଘୋଷଣା କରିଛି ବୋଲି ଶ୍ରୀ ମିଶ୍ରି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2026-27 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଆସନ୍ତା ମାସ 1 ତାରିଖ ରବିବାର ଦିନ ଲୋକସଭାରେ ଉପସ୍ଥାପନ କରାଯିବ ଏବଂ ପୂର୍ବାହ୍ନ 11ଟାରେ ବଜେଟ୍ ଉପସ୍ଥାପନ ପ୍ରକ୍ରିୟା ନିମ୍ନ ସଦନରେ ଆରମ୍ଭ ହେବ। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଏହା କହିଛନ୍ତି। ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଆଗାମୀ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ ଚଳିତ ମାସ 28 ତାରିଖରୁ ଆରମ୍ଭ ହୋଇ ଫେବୃଆରୀ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ 9 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 2 ତାରିଖରେ ସମ୍ପନ୍ନ ହେବ। ଜନକୈନ୍ଦ୍ରିକ ଶାସନ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ତଥା ବିତର୍କ କରିବା ଦିଗରେ ଏହି ଅଧିବେଶନ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ରିଜିଜୁ ଆଶା ପ୍ରକାଶ କରିଛନ୍ତି। ଦେଶରେ ଚଳିତ ମାସ 9 ତାରିଖ ସୁଦ୍ଧା 644 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ରବି ଚାଷ କରାଯାଇଛି। ଗତ ବର୍ଷର ଏହି ସମୟ ତୁଳନାରେ ଚଳିତ ବର୍ଷ 17 ଲକ୍ଷ ହେକ୍ଟର ଅଧିକ ରବି ଚାଷ କରାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 334 ଲକ୍ଷ ହେକ୍ଟରରେ ଗହମ ଚାଷ ହୋଇଥିବା ବେଳେ 21 ଲକ୍ଷରୁ ଅଧିକ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ସେହିଭଳି 136 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଡାଲି ଜାତୀୟ ଫସଲ ଲଗାଯାଇଛି, ଯାହାକି ଗତବର୍ଷ ଏହି ସମୟ ତୁଳନାରେ 3 ଲକ୍ଷ ହେକ୍ଟର ଅଧିକ ବୋଲି ମନ୍ତ୍ରଣାଳୟ କହିଛି। ଏତଦ୍ବ୍ୟତୀତ ତୈଳବୀଜ ଫସଲ 96 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଏବଂ ଶ୍ରୀଅନ୍ନ 55 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଚାଷ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ଏବଂ ସମୟୋପଯୋଗୀ ପଦକ୍ଷେପ ପାଇଁ 2015ରେ ଆରମ୍ଭ ହୋଇଥିବା ପ୍ରଗତି ପ୍ଲାଟଫର୍ମ ଇତିମଧ୍ୟରେ 50ତମ ବୈଠକ ଶେଷ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରଗତି ମଞ୍ଚରେ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ସାମିଲ ହୋଇ ସମସ୍ୟା ସମାଧାନ ଦିଗରେ ନିରନ୍ତର ପଦକ୍ଷେପ ନେଉଛନ୍ତି। ଆଜି ଏହି ଶୃଙ୍ଖଳାରେ ଆସନ୍ତୁ ଜାଣିବା ବିହାରର 4.5 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ପାଟନା ଗଙ୍ଗା ରେଳ ତଥା ସଡ଼କ ବ୍ରିଜ୍ ସମ୍ପର୍କରେ। ଜେପି ସେତୁ ନାମରେ ପରିଚିତ ଏହି ବ୍ରିଜ୍ଟି ପାଟନାରେ ଗଙ୍ଗା ନଦୀ ଉପରେ ଅବସ୍ଥିତ। ଗୋଟିଏ ବ୍ରିଜ୍ ମାଧ୍ୟମରେ ବିହାରରେ ଉତ୍ତର ପୂର୍ବାଞ୍ଚଳ ମଧ୍ୟରେ ଉଭୟ ରେଳ ଓ ସଡ଼କ ପଥରେ ସଂଯୋଗୀକରଣ ସମ୍ଭବ ହୋଇପାରିଛି। 2001 ନଭେମ୍ବର ମାସରେ ଏହି ପ୍ରକଳ୍ପ ଲାଗି 3,774 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ତେବେ ବିଭିନ୍ନ ସମସ୍ୟା ଲାଗି ପ୍ରକଳ୍ପଟି ବିଳମ୍ବିତ ହେବା ସହିତ ଏହାର ବ୍ୟୟ ପରିମାଣ ମଧ୍ୟ 5 ଗୁଣା ବୃଦ୍ଧି ପାଇଥିଲା। 2015 ମାର୍ଚ୍ଚ 25 ତାରିଖରେ ଅନୁଷ୍ଠିତ ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ସମୀକ୍ଷା କରିବା ସହିତ ସମ୍ପୃକ୍ତ ଜମିକୁ ରେଳବାଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଆବଶ୍ୟକୀୟ ସହାୟତା ରାଶି ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ମଧ୍ୟ ମନ୍ତ୍ରଣାଳୟକୁ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଏହି ପ୍ରକଳ୍ପ କାର୍ଯ୍ୟ 2022 ମାର୍ଚ୍ଚ 4 ତାରିଖରେ ସମ୍ପନ୍ନ ହୋଇଥିଲା। ଭାରତ ଓ ଚିଲି ମଧ୍ୟରେ ହେବାକୁ ଥିବା ଦ୍ୱିପକ୍ଷୀୟ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିଲାଗି ଦୁଇ ଦେଶ ମଧ୍ୟରେ 4 ପର୍ଯ୍ୟାୟ କଥାବାର୍ତ୍ତା ଶେଷ ହୋଇସାରିଛି। ଏ ସମ୍ପର୍କରେ ସୂଚନା ଦେଇ ଭାରତରେ ଅବସ୍ଥାପିତ ଚିଲିର ରାଷ୍ଟ୍ରଦୂତ ଜୁଆନ୍ ଆଙ୍ଗୁଲ କହିଛନ୍ତି ଏହି ଚୁକ୍ତିନାମା ଦ୍ୱିପକ୍ଷୀୟ ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ସେବା କ୍ଷେତ୍ରକୁ ଅଧିକ ପ୍ରୋତ୍ସାହିତ କରିବ। ଦୁଇ ଦେଶର ଅଧିକରୁ ଅଧିକ କମ୍ପାନୀ ଓ ଶିଳ୍ପାନୁଷ୍ଠାନ ଉଭୟ ଦେଶରେ ନିବେଶ କରି ନିଜର କାର୍ଯ୍ୟ କରିପାରିବେ। ଶେଷ ପର୍ଯ୍ୟାୟ କଥାବାର୍ତ୍ତାରେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ଲାଗି ଚିଲି ଆଗ୍ରହୀ ବୋଲି ଶ୍ରୀ ଆଙ୍ଗୁଲା କହିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚିଲି ରାଷ୍ଟ୍ରପତି ଗାବ୍ରିଏଲ ବୋରିକଙ୍କ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ରାଜିନାମା ସ୍ୱାକ୍ଷରିତ ହେବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା। ଭାରତରେ ପ୍ରାଥମିକ କୃଷି ଋଣ ସମିତିଗୁଡ଼ିକ ମାଧ୍ୟମରେ ସୃଷ୍ଟ ଅର୍ଥବ୍ୟବସ୍ଥା ବିଶ୍ୱର ଯେକୌଣସି ଆର୍ଥିକ ଜଟିଳତାରୁ ଦେଶକୁ ସୁରକ୍ଷା ଦେବାରେ ସମର୍ଥ ହୋଇଛି। ଆଜି ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ସମବାୟ ଚିନ୍ତନ ଶିବିରରେ ଉଦ୍ବୋଧନ ଦେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହା କହିଛନ୍ତି। ଶ୍ରୀ ଯାଦବ କହିଛନ୍ତି ସମବାୟ ସମିତିଗୁଡ଼ିକ କେବଳ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେଉନାହାନ୍ତି, ବରଂ ଦେଶର ଗଣତାନ୍ତ୍ରିକ ପଦ୍ଧତିକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଛନ୍ତି। ଏତଦ୍ବ୍ୟତୀତ ସାମାଜିକ ସଶକ୍ତିକରଣ ଏବଂ ସମାବେଶୀ ବିକାଶରେ ସମବାୟ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ଶ୍ରୀ ଯାଦବ କହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା 2026ର ଉଦ୍ଯାପନୀ ସମାରୋହରେ ଯୁବ ନେତୃତ୍ୱଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ। ଭାରତ ଜର୍ମାନୀ ବିଶ୍ୱରେ ଶାନ୍ତି ଓ ସ୍ଥିରତା ସ୍ଥାପନ କରିବା ଦିଗରେ ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ।
आगामी आर्थिक वर्ष लगी केंद्रीय बजेट फेब्रुआरी 1 तारिख रविवार दिन लोकसभा कराजिबो उपस्थापन एवं देशर चलित मास 9 तारिख सुद्धा 644 लाख हेक्टर अधिक जमी रे करा जायछि रबी चाष। संवाद शेष होला।